ଏହି ଶ୍ରାବଣ ମାସରେ ଆପଣଙ୍କ ଘରକୁ ଅଚାନକ ସାପ ଦେଖା ଦଉଛି କି? ଆପଣଙ୍କ ଘରକୁ ସାପ ଆସୁଛି କି? ବାରମ୍ବାର ପଇସାର କମି ଆପଣଙ୍କୁ ସମସ୍ୟାରେ ପକାଉଛି କି? ତ ଯଦି ଏପରି ଆପଣଙ୍କ ଘରେ ହେଉଥାଏ, ତ 17 ଅଗଷ୍ଟ ଶ୍ରାବଣ ସୋମବାର ଦିନ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ କାମ ପୁରା ଚୁପଚାପ କରିଦିଅନ୍ତୁ। ଆପଣଙ୍କର ପ୍ରତ୍ୟେକ ସମସ୍ୟା ଦୂର ହୋଇଯିବ। ତେବେ କଣ ସେହି କାମ? ଆସନ୍ତୁ ଜାଣିବା। କିନ୍ତୁ ଜାଣିବା ପୂର୍ବରୁ ହେ ନାଗ ଦେବତା, ଯିଏ ବି ଆପଣଙ୍କର ଏହି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ନାଗ ଦେବତା ଲେଖିବେ, ତାଙ୍କ ଜୀବନରେ ପ୍ରତ୍ୟେକ ଦୁଃଖକୁ ଆପଣ ହରଣ କରିନେବେ। ଶାସ୍ତ୍ର ଅନୁସାରେ ଏହି ବର୍ଷ ନାଗ ପଞ୍ଚମୀରେ ଶ୍ରାବଣ ସୋମବାର ବହୁତ ଦୁର୍ଲଭ ଯୋଗ ବନୁଅଛି। ଆଉ ଏହି ଦିନ ନାଗ ଦେବତା ଓ ରାହୁର ନକାରାତ୍ମକ ଶକ୍ତି ବହୁତ ଶକ୍ତିଶାଳୀ ହୋଇଥାଏ। ଆଉ ଯଦି ଆପଣ ଆପଣଙ୍କ ଘରକୁ ସବୁବେଳ ପାଇଁ ସୁରକ୍ଷିତ ରଖିବାକୁ ଚାହାନ୍ତି, ତ ନାଗ ପଞ୍ଚମୀ ଦିନ ମାନେ 17 ଅଗଷ୍ଟ ସୋମବାର, ଶ୍ରାବଣ ସୋମବାର ଦିନ ସକାଳୁ ସ୍ନାନ ସାରି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଦୁଇ ପଟରେ ଗୋବର ଓ ନାଲି ମାଟିରେ ନାଗ ସାପର ଛବି ଆଙ୍କନ୍ତୁ। ଏହି ଛବିରେ ଅଳ୍ପ କଞ୍ଚା କ୍ଷୀର ଛିଞ୍ଚନ କରିବେ। ଯଦି ଗୋବର ବା ନାଲି ମାଟି ନ ମିଳେ, ତ ଆପଣ ତମ୍ଭା ନାହିଁ ତ ଚାନ୍ଦିର ନାଗ ଆଣି ଆପଣଙ୍କ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ରଖି କଞ୍ଚା କ୍ଷୀର ଛିଞ୍ଚନ କରିବେ, ପୂଜା ପାଠ କରିବେ। ଏହା କରିବା ଦ୍ୱାରା ମାନେ ଯେଉଁ ବ୍ୟକ୍ତିଙ୍କର ମୁଖ୍ୟ ଦ୍ୱାରରେ ନାଗ ଦେବତାଙ୍କର ବାସ ହୋଇଥାଏ, ସେହି ଘରେ କେବେ ବି ଅକାଳ ମୃତ୍ୟୁ ଓ କାଳସର୍ପ ଦୋଷ ଆସିନଥାଏ। ଆପଣଙ୍କ ପରିବାରର ରକ୍ଷା ପାଇଁ ଏହି ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏହି ଶ୍ରାବଣ ମାସର ପବିତ୍ର ମାସରେ ଆଉ ଗୋଟିଏ ମହା ଉପାୟ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଆଉ ସେହି ଉପାୟଟି ହେଉଛି, ଯଦି ଆପଣ ଏହି ଶ୍ରାବଣ ମାସରେ କୌଣସି ବି ସୋମବାର ଦିନ କୁକୁରକୁ ଯଦି ଏହି ବିଶେଷ ଜିନିଷ ଖୁଆଇଦେବେ, ତ ଆପଣଙ୍କୁ କରୋଡ଼ପତି ବନିବାରେ ଏ ଦୁନିଆରେ କୌଣସି ବି ଶକ୍ତି ରୋକିପାରିବ ନାହିଁ। ଆଉ ଧାର୍ମିକ ପରମ୍ପରାରେ କୁକୁରକୁ ଭଗବାନ ଭୈରବଙ୍କର ବାହନ ମନାଯାଏ। ଆଉ ଭଗବାନ ଭୈରବ ସ୍ୱୟଂ ଭଗବାନ ଶିବଙ୍କର ଏକ ରୂପ ହୋଇଥାନ୍ତି। ଏଥିପାଇଁ ଏହି ଶ୍ରାବଣ ମାସରେ ଭୋକିଲା କୁକୁରକୁ ପୁରା ଶ୍ରଦ୍ଧାର ସହିତ ଭୋଜନ କରାଇବେ, ତ ଅତ୍ୟନ୍ତ ପୁଣ୍ୟଦାୟୀ ମନାଯାଇଥାଏ। ଯଦି ଆପଣ ବହୁତ ସମୟ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି, ରୋଗ ବେମାରୀ, କରଜରେ ବୁଡ଼ି ରହୁଛନ୍ତି, ତ ଯଦି ଆପଣଙ୍କ କୁଣ୍ଡଳୀରେ ଶନି, ରାହୁ, କେତୁ ବା ଗୁରୁ ଗ୍ରହ ପ୍ରତିକୂଳ ସ୍ଥିତିରେ ଅଛନ୍ତି, ତ ଏହି ଶ୍ରାବଣ ମାସରେ ପବିତ୍ର ମାସରେ କେବଳ ଆଉ କେବଳ ଶାସ୍ତ୍ରରେ ବତା ଯାଇଥିବା ନିୟମ ଅନୁସାରେ ଆପଣଙ୍କ କୁଣ୍ଡଳୀର ସବୁ ଗ୍ରହର ଦୋଷକୁ ଶାନ୍ତ କରିବା ପାଇଁ ଗହମ ଅଟାରେ ଅଟା ଚକଟିବେ। ସେହି ଅଟାରେ ଲୁଣ ପକାଇବେ ନାହିଁ, ଏକ ଚୁଟକି ହଳଦୀ ପକାଇ ରୁଟିଟିଏ ବନାଇବେ। ସେହି ରୁଟି ଉପରେ ଆପଣଙ୍କର ଡାହାଣ ହାତର ତର୍ଜନୀ ଆଙ୍ଗୁଠିରେ ସୋରିଷ ତେଲ ଅଳ୍ପ ମାରିବେ, ତା ଉପରେ ଅଳ୍ପ ଗୁଡ଼ ଲଗାଇ